ଦେଖାଦେଲେନି। ତାପରେ ବ୍ୟାକୁଳ ଚିତ୍ତରେ ତାକୁ ଡାକି ପ୍ରଭୁ ମୋତେ ଦେଖା ଦିଅନ୍ତୁ, କାରଣ ମନରେ ଆସିଲା ଠାକୁର 3 ଜଣ ରହୁଛୁ। ଠାକୁର ଜଣେ, ଠାକୁର ସର୍ବବ୍ୟାପକ, ଠାକୁର ଡରରେ ସମସ୍ତେ ଖେଳିଛେ, ଖେଳ ରହସ୍ୟ ଅଛନ୍ତି। କୁଟ ତଚ ତୈନ ଜବା ସେଇଟି ଅକ୍ଷର କ୍ଷର ଅକ୍ଷର ଛାଡ଼ି ହେ ପାଣ୍ଡୁରଙ୍ଗ ଉତ୍ତମ ପୁରୁଷ ଅଛନ୍ତି ଅନ୍ୟ ଏକ ଜାଣ। କ୍ଷର ରହସ୍ୟ ଅଛନ୍ତି, ସେ ହଉଛନ୍ତି ଉତ୍ତମ ପୁରୁଷ। ତାକୁ ପ୍ରାପ୍ତି ହେବା ପାଇଁ ସେ ବହୁତ କଥା, ପୁଣି ସେ ତ ବହିଆ କଥା ସଭାରେ କହିବନି, ସେ ସମୟ ବିତିଛି ଏବଂ ସନ୍ଧାନ ପ୍ରାପ୍ତି ହେଲି। ଗୁରୁ ଯେବେ ଦର୍ଶନ ଦେଲେ କହିଲେ ମୁଁ ଅଛି, ଥିଲି ଏବଂ ଥିବି, ମୋର ଏ ସ୍ୱରୂପ। ସେ ସ୍ୱରୂପ ଜ୍ୟୋତିର୍ମୟ, କୋଟି ସୂର୍ଯ୍ୟ ସମ ଜ୍ୟୋତିର୍ମୟ, କୋଟି ଚନ୍ଦ୍ର ସମ ଶୀତଳ। ସ୍ରଷ୍ଟାର ଦର୍ଶନ ପରେ ମୀମାଂସା କରେ ଠାକୁର ହଉଛନ୍ତି ମୁଁ। ସେ ତାକୁ ପାଇବା ପାଇଁ ଟଙ୍କା କୌଶଳ ସମସ୍ତଙ୍କୁ ଜଣା ଟଙ୍କା କୌଶଳ ସମସ୍ତଙ୍କୁ କିନ୍ତୁ ଗଣି କେହି ପାରିବେ ନାହିଁ। ଟଙ୍କା ହଉଛନ୍ତି ପୂର୍ଣ୍ଣ ବ୍ରହ୍ମ, ଖେଳୁଛନ୍ତି ସୂତ୍ରରେ, ଗଣିବା ସୂତ୍ର ଗୁରୁ କହିବ। ଟଙ୍କାକ ସଳନା ଜାଣିବା ପାରିଲେ ଗୁରୁ କହିଲେ ଯାହା ଜାଣି ଗୁହ୍ୟ କ୍ଷେତ୍ରରେ ଗୁରୁ ଯେତେବେଳେ ମହାମନ୍ତ୍ର ଦେବେ, ମହାମନ୍ତ୍ର ସ୍ମରଣ କରି ଉପାସନା କଲେ ଜାଣିଲେ ସମାଧି ଯୋଗେ ଜନ୍ମେ ବିଜ୍ଞାନ, ବିଜ୍ଞାନର ସଜ୍ଞାନ ଶୁଣ ସବିଶେଷ। ଗୁରୁଙ୍କର ମହାମନ୍ତ୍ର ପ୍ରାପ୍ତି ହେଇଗଲା ପରେ ଖାଲି ମହାମନ୍ତ୍ର ସ୍ମରଣ ମାତ୍ରକେ ସମାଧି ଅବସ୍ଥାର ପରିପ୍ରକାଶ ଜାଣିଲେ ସମାଧି ଯୋଗେ ଜନ୍ମେ ବିଜ୍ଞାନ, ବିଜ୍ଞାନର ସଜ୍ଞାନ ଶୁଣ ସବିଶେଷ। ଜାଣିଲେ ପାଇବ ମୁକ୍ତି ଦୂର କ୍ଲେଶ। ବିଜ୍ଞାନ ଜାଣିଲେ ମୁକ୍ତି ପଥରେ ଜାତୀୟବାଦ ପହଞ୍ଚିବା। ଅତି ଗୁହ୍ୟ ଜ୍ଞାନ ଏହି ସର୍ବବିଦ୍ୟାସାର ପରମ ସୁଖ ରହିବ ସାଧନାତମ। ଅତି ଗୁହ୍ୟ ଜ୍ଞାନ ସର୍ବସାର ଜ୍ଞାନ। ଯଜ୍ଞକୁ ଆସି ସତ୍ସଙ୍ଗରେ ବସି ପ୍ରସାଦ ଅପାଇଲେ ଧର୍ମନାଶ ହୁଏ, ଧର୍ମଭାବ ଲିଭିଯାଏ। ଯେତେବେଳେ ଆମେ ଜଗନ୍ନାଥ ପାଖକୁ ଯାଉଛେ, ଜଗନ୍ନାଥ ଦର୍ଶନ କଲେ ପ୍ରସାଦ ପାଉଛେ, ଖାଇବା ପିଇବା ରହିବା ଦୈନନ୍ଦିନର କଥା। ଆଜି ଆମେ କିଛି ସମୟ ବସିବା, ଯଜ୍ଞ ଖାଇଲେ କଣ ହୁଏ? ଦେହ ଶୁଦ୍ଧ ହୁଏ, ରୋଗ ନାଶ ହୁଏ, ମନରେ ଭକ୍ତିଭାବର ପରିପ୍ରକାଶ ହୁଏ ଏବଂ ଠାକୁରଙ୍କ ଆଶୀର୍ବାଦ ମିଳେ। ତେଣୁ ସମସ୍ତେ ସତ୍ସଙ୍ଗରେ ବସିବା, ସମସ୍ତେ ଆଜି ଆଉ କାଲି ଏଇଠି ପ୍ରସାଦ ପାଇବା।